ଇନ୍ଦ୍ର ଟୋନ୍ଟା ଟିକେ ଅଲଗା ଲାଗୁଛି ସାର୍ ମଇସା ତ କାହିଁ ମରୁନି ମଇସା ମରୁନି ତମେ ତାହେଲେ ଟିକେ ରିଲାକ୍ସ ହୁଅ ମୁଁ ଗଡ଼ଫାଙ୍କୁ କହୁଛି ଓକେ ହ୍ୟାଲୋ ବର୍ଷା ଦୁର୍ଗା ନାଚୁଛନ୍ତି ହେଲେ ମଇସା ମରୁନି ଓ ମଇସା ବଡ଼ ଅଭିଶାପ ପାଇଛି ଯୋଉ ଉଲ୍ଲଗ୍ନ ନାରୀର ଅଙ୍ଗକୁ ଦେଖିଲେ ତାର ପ୍ରତିକ୍ଷୟ ହବ ମରିବ ତାକୁ କୁହ ସେ ଉଲ୍ଲଗ୍ନ ହେଇକି ନାଚୁ ଠିକ ଅଛି ଗଡ଼ଫା ଆପଣ ଟିକେ ଦେବଶ୍ରୀକି କହିଦିଅନ୍ତୁ ମୋର ଟିକେ ବାଲାନ୍ସ କମ୍ ଅଛି ଚଏସ୍ କରିବା ପାଇଁ ବାଲାନ୍ସ ଅଛି ନୂଆ ନୂଆ ସୁନ୍ଦରୀ ମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଲାନ୍ସ ଅଛି ଇମ୍ପୋର୍ଟାଣ୍ଟ କାମ ପାଇଁ ବାଲାନ୍ସ ନାହିଁ କୋଉଠିକାର ହଉ ମୁଁ କହିଦେଉଛି ହ୍ୟାଲୋ ଡାଡି କଣ କହିଲେ ହଁ ମୁଁ କହିଦେଉଛି ଡାଡି କହିଲେ ତମେ ନମ୍ବର ହେଇକିରି ନାଚିଲେ ପଇସା ମାରିବ ନମ୍ବର ହେଇଛି ଡାଡି 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 ପଇସା ମଲାନି ଡାଡି ଆମକୁ ଆକ୍ରମଣ କରିବାକୁ ଆସିଥିଲା ଆମେ ଜୀବନ ବିକଳ ଆଡକୁ ଦୌଡ଼ି ପଳେଇ ଡାଡି ରିଲାକ୍ସ ଦେବଶ୍ରୀ ରିଲାକ୍ସ ବର୍ତ୍ତମାନ ଲୋକମାନେ କେତେ ଡେଭଲପ୍ କଲେଣି ତାଙ୍କର ଇଣ୍ଟରନେଟ୍ରେ ସେ ନେକେଡ୍ ଫିଲ୍ମ ଦେଖିଲେଣି ଆଉ ନେକେଡ୍ ଫିଲ୍ମ ଦେଖିଲା ପରେ ଏଇ ଦୁର୍ଗାଙ୍କର ଉଲ୍ଲଗ୍ନ ଶରୀର ଦେଖିଲେ ମଇସା ମରିବ କେମିତି ଡାଡି ଆପଣଙ୍କୁ କିଛି କହୁନାହାନ୍ତି କ'ଣ କରିବି ମୁଁ କ'ଣ କରିପାରିବି ମୁଁ ତ ପ୍ରଥମରୁ କହିଥିଲି ତୁ ବାହାରକୁ ଗଲା ମାନେ ବାହାର କରି ଆଣିକି ଘର ଭିତରେ ପୁରେଇବୁ ମୁଁ ନିରୁପାୟ ମୋର ସମସ୍ତ ଶକ୍ତିକୁ ମୁଁ ଦେଇ ଛାଡ଼ିଛି କ'ଣ କରିବି ଏଥିପାଇଁ ମୋତେ ନାରାୟଣ ସହିତ ଡିସ୍କସନ୍ କରିବାକୁ ପଡ଼ିବ ହଁ ଆପଣ ଟିକେ ରିଲାକ୍ସ କରନ୍ତୁ ମାନେ ନାରାୟଣକୁ ଫୋନ୍ କରନ୍ତୁ ଓକେ ମାଇ ଚଏସ୍ ମୁଁ ଚେଷ୍ଟା କରୁଛି କାହିଁକି ନା ଏଇଟା ସମୟ ନୁହଁ ନାରାୟଣ ଖାଇକି ରେଷ୍ଟ କରୁଥିବ ତଥାପି ମୁଁ ଚେଷ୍ଟା କରୁଛି ସ୍ୱାମୀ ତୁମେ ମୋ ପ୍ରତି ନେଗ୍ଲେକ୍ଟ କରୁଛ ଜମାରୁ ମୋ କଥା ମନେ ପକଉନି ଆରେ ଡାଲି ମୁଁ ତ ସବୁବେଳେ ତମ ପାଖରେ କଣ କହିଲ ମୋ ପାଖରେ ନା ସେ ଭକ୍ତମାନଙ୍କ ପାଖରେ ଦିନ ରାତି 24 ଘଣ୍ଟା ତାଙ୍କରି ପାଖରେ କାଟୁଛ କହୁଛ କଣ ନା ମୋ ପାଖରେ ଏ ସ୍ୱର୍ଗରୂପକୁ ଆସିବା ଦିନରୁ ତୁମେ ମୋ ପାଖରେ କେତେ ସମୟ କାଟୁଛ କହିଲ ରୋମାନ୍ସ କେତେ ଥର କରିଛ କହିଲ ଓ ସୁଇଟ୍ ହାର୍ଟ ତମେ ମତେ ଭୁଲ ବୁଝିଛ ତ୍ରେତୟାରେ ମୋଟରେ ରାମ ରୂପେ ଜନ୍ମ ନେଇ ସୀତା ରୂପେ ତମ ସହିତ ରୋମାନ୍ସ କରିଛି ନା ନାହିଁ ଦ୍ୱାପର ଯୁଗରେ କୃଷ୍ଣ ରୂପରେ ରାଧା ରୂପେ ତୁମ ସହିତ ରୋମାନ୍ସ କରିଛି ନା ନାହିଁ ତମେ ଏମିତି ଛୋଟ ଛୋଟ କଥାକୁ ଧରି ବସିଲେ ହବ ଛାଡ଼ ସେ କଥା ତମେ ଆଗ କହିଲ ଏ ସ୍ୱର୍ଗରୂପକୁ ଆସିବା ଦିନରୁ କଣ ସବୁ କରିଛ ମନେ ଅଛି ଟିକେ ଭଲ ପାଖରେ ମନେ ପକେଇ